श्री गणेशाय नमः। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। वैकुण्ठे च प्रयागे च तथा बदरिकाश्रमे इदं विष्णुर्विचक्रमे त्रेधा सन्निदधे पदम्। तैरेव सहितैः सर्वैर्मुनिवेद मुखान्वितैः कार्तिकेयं करिष्यामि प्रातः स्नानं जनार्दन। प्रीत्यर्थं तव देवेश दामोदर मया सह ध्यात्वाहं त्वं च देवेश जलेऽस्मिन् स्नातुमुदितः। तव प्रसादात् पापं मे दामोदर विनश्यतु। नित्यनैमित्तिके कृष्ण कार्तिके पापनाशनम्। कार्तिक महात्म्य विंश अध्याय। धर्मदत्त उवाच जयश्च विजयश्च भौ विष्णोर्द्वास्तौ तो सर्वदा किन्तु ताभ्यां पुराकीर्णं यस्माद्रूपधारिणो। शुण राजन तो समने से विष्णुदूतंक वचने आनंदे तनु पुलकित पुणे पूछई धर्मदत्त। हे विष्णुदूते तुम्भ वाणी कृतार्थ हेली कर्णे शुणी। एबे मु पचारिबि जाहा प्रसन्न होई कुह ताहा। तुम्भ संगते निजने कार्तिक व्रत उद्यापने विष्णु सन्निधे विजे करी जय विजय नामे द्वारी। सेवे निजनकर धर्म पूर्वे से कले केउ कर्म। से कथा कह मोर आगे शुणिबि तुम्भ अनुरागे। विष्णु भक्त कथा शुणी तरिबि भव तरंगिणी। एमन्ते ब्राह्मण वचने से विष्णु दूते सावधाने। बोलन्ति शुण विप्रवर पूर्वे जे ब्रह्मांक कुमार। कर्दम नामे महामुनि तापत्नी मनुर नंदिनी। नाम ताहार देवहूति साध्वी सुंदरी महासती। तार उदरे नव नारी से कन्या नव ऋषिवरी। पुणे जन्मिले पुत्र तिनि कपिल विष्णु कलाघेनी। सिद्धगणक मध्ये रही जोग साधने ज्ञान बही। आवर देवहूति नाम जय विजय नामे सान। सेवेनी भाई गुणवंत धर्मे निपुण ज्ञान रत। निगम आदि शास्त्र पढ़ी दिन को दिन ज्ञान बढ़ी। जानिले आत्मार कारण सेविले श्री गुरु चरण। से गुरु ब्रह्मांक नंदन सनत कुमारंक सान। कपिल नामे महामुनि ताहांक ठारु दीक्षा घेनी। श्री नारायण महामंत्र अष्टाक्षरे भेद जंत्र
ଷୋଡ଼ଶ ଉପଚାର ପୂଜା ଯେନେ ସନ୍ତୋଷ ଦେବ ରାଜା। ଗୁରୁଙ୍କ ମୁଖ ସର୍ବ ଶିଖି ନିଜ ଆତ୍ମାକୁ କରି ସୁଖୀ। ଜୟ ବିଜୟ ବେନି ଭ୍ରାତ ନିତ୍ୟ ସେବନ୍ତି ଜଗନ୍ନାଥ। ବିଷ୍ଣୁ ଭକତି ବିନାନେ ସୁଖ ନ ଗଛେ ତାଙ୍କ ମନେ। ଏମନ୍ତ କେତେ ଦିନ ଅନ୍ତେ ମରୁତ ନାମେ ମହିପତେ। ବିଷ୍ଣୁ ପ୍ରୀତିରେ ଚିତ୍ତ ଧରି ଜୟ ବିଜୟ ଯଜ୍ଞେ ବରି। ଜ୍ୟେଷ୍ଠ ଭ୍ରାତାକୁ ବ୍ରହ୍ମା ପଣେ କନିଷ୍ଠ ଆଚାର୍ଯ୍ୟ ବରଣେ। ଭିଆଇ ବହୁତ ସମ୍ଭାର ପୂଜିଲା ଅଗ୍ନି ଆଦି ସୁର। ନରଲୋକଙ୍କୁ ମିଷ୍ଟନ ବିପ୍ରଙ୍କୁ ଦେଲା ମହାଦାନ। ସେ ଅବଭୃତ ସ୍ନାନ କାଳେ ଋତିକ ଗଣ କର ମେଳେ। ଜୟ ବିଜୟ ବେନି ଭାଇ ତାଙ୍କୁ ବହୁତ ଧନ ଦେଇ। ଦକ୍ଷିଣା ପାଇ ମନ ତୋଷେ ଗଲେ ସେ ଆପଣାର ଦେଶେ। ଧନର ଖାଇ ଯତ୍ନ କରି ଜୟ ବିଜୟ କର ଧରି। ଏକାନ୍ତ ସ୍ଥାନେ ଯାଇ ବସି କନିଷ୍ଠ ଭାଇ କି ଆଶ୍ୱାସୀ। ଜୟ ବୋଲଇ ଶୁଣ ବାବୁ ତୁମର ବଚନ ଘେନିବୁ। ରାଜା ଦେଇଛି ଯେତେ ଧନ ଆମ୍ଭେ ସ୍ୱଭାବେ ତପି ଜନ। ଧନରେ ହେଲେ ଆସକତ ଧ୍ୟାନେ ଯେ ନହିବ ପ୍ରାପତ। ତେଣୁ ଏ ଧନ କି କରିବା ଗୁରୁଙ୍କୁ ସବୁ ନେଇ ଦେବା। ଏ ଧନେ ସେ କରିଛି ଯାଗ ଏଣେ ଆମ୍ଭର ବଡ଼ ଭାଗ୍ୟ। ଏମନ୍ତେ ଜ୍ୟେଷ୍ଠ ବାକ୍ୟ ଶୁଣି ବିଜୟ କହୁଅଛି ବାଣୀ। ଭୋଭ୍ରାତ ମୋର ବାକ୍ୟ ଘେନ ଆମ୍ଭ ଅର୍ଜିତ ଯେତେ ଧନ। ବେନି ଭାଇଙ୍କ ସନମତେ ଦେବୀ ତା ପିତାଙ୍କ ଅଗ୍ରତେ। ସେ ଆମ୍ଭ ତାତ ଆଦି ଗୁରୁ ଧନରେ ଧର୍ମ କୀର୍ତ୍ତି କରୁ। ଦୁଃଖୀ ଦରିଦ୍ରେ କିଛି ଦେଉ ପୁତ୍ର ଅର୍ଜିଲା ଯଶ ପାଉ। ସାନୁଜ ବାକ୍ୟ ଶୁଣି କର୍ଣ୍ଣେ ଜୟ କହୁଛି କୋପ ମନେ। ତୁ ଶିଶୁ କିଛି ନ ଜାଣୁ କୁଟୁମ୍ବ ସ୍ନେହ ମନେ ଆଣୁ। ପିତା ଜନନୀ ବତ୍ସ ବନ୍ଧୁ ଏ ସର୍ବ ମାୟା ମୋହେ ସିନ୍ଧୁ। ଧାରା ତନୟ ସେହି ମତ ଲହରୀ ପ୍ରାୟ ହୋଏ ଜାତ। ଉଠଇ ଗିରି ପ୍ରାୟ ହୋଇ କୂଳେ ବାଜିଲେ ଭାସି ଯାଇ। କୁଟୁମ୍ବ ସ୍ନେହ ସେହି ମତି ଆତ୍ମାକୁ ପବିତ୍ର କରନ୍ତି। ଉତ୍ତମ ଜ୍ଞାନ ଦୀକ୍ଷା ଦେଇ ଅନ୍ତେ ଅଚ୍ୟୁତ ପୁରେ ନେଇ। ତେଣୁ ଶ୍ରୀ ଗୁରୁ ପାଦେ ସେବା ଅନେକି ପ୍ରୟୋଜନ ଦେବା। ଅଗ୍ରଜ ବାକ୍ୟ କର୍ଣ୍ଣେ ଶୁଣି ବିଜୟ କହୁଅଛି ବାଣୀ। ହେ ଭ୍ରାତା ଜ୍ଞାନ କଥା କହୁ ସେ ଜ୍ଞାନ ଉପୁଜିଲା କାହୁଁ। ଦେହ ନଥିଲେ କାହୁଁ ଜ୍ଞାନ ଦେହ ବିହୀନେ ସର୍ବଶୂନ୍ୟ। ଯାବତ ଅଛି ଦେହ ବୁଦ୍ଧି ତାବତ ସର୍ବ କର୍ମ ସିଦ୍ଧି। ସକଳ ଜ୍ଞାନ ସାଧି ପାରି ଏ ଦେହ ଥିବା ଯେବେ ଧରି।
ଯହୁଏ ହୋଇଲା ସମ୍ଭୂତ, ତା ନାମ ପିତା ମାତା କହି, ଏ ପିଣ୍ଡେ ଅଧିକାରୀ ସେହି। ତାଙ୍କ ଚରଣେ ତେଣୁ ସେବା, ଅର୍ଜି ଉତ୍ତମ ଧନ ଦେବା। ତାଙ୍କୁ ସନ୍ତୋଷ ଆଗ କରି, ପଛେ ଯାବତ ଇଷ୍ଟ କରି। ଯେ ବଣ ଜନ ମୂର୍ଖ ପଣେ, ନ ସେବେ ପିଅର ଚରଣେ। ନିଜ ମାତାଙ୍କୁ ଦୁଃଖ ଦେଇ, ଆନ ଗୁରୁଙ୍କୁ ଯେବେ ଯାଇ। କିଏ ବା ତପ ସାଧିବାରେ, ଗଙ୍ଗାଦି ନାନା ତୀର୍ଥ କରେ। ତାର ସୁକୃତ ଫଳ ଯେତେ, ଜନନୀ କ୍ରୋଧେ ଜଳେ ନିତ୍ୟେ। ପିତାଙ୍କୁ କଲେ ଅସନ୍ତୋଷ, ସକଳ ଧର୍ମ ଯାଇ ନାଶ। ଏଣୁ ପିଅର ପାଦେ ସେବି, ପଶ୍ଚାତେ ଅନ୍ୟ ଇଷ୍ଟ ଭାବି। ଏକଥା ତୁମେ ମନେ ଘେନ, ମାତା ପିତାଙ୍କୁ ଦେବା ଧନ। ଏମନ୍ତ ବାକ୍ୟ ଜୟ ଶୁଣି, ବୋଲଇ ତୁରେ ମୂଢ଼ ପ୍ରାଣୀ। ଧନ ଲୋଭରେ ଦେଉ ମନ, ମୁଁ ତହୁଁ ତୋର କେତେ ଜ୍ଞାନ। ଗୁରୁ ବିଷୟ ଅପରାଧୀ, ଧନ ଗ୍ରହଣେ କଲୁ ବୁଦ୍ଧି। ମୋର ବଚନ ଭାଙ୍ଗୁ ବଳେ, ଏ ଦୋଷେ ଗ୍ରାହ ହୁଅ ଜଳେ। ଜଳଚରଙ୍କ ମଧ୍ୟେ ଥାଇ, ବଞ୍ଚତୁ ଜଳ ଜନ୍ତୁ ଖାଇ। ଏମନ୍ତ ବୋଲି ସାପ ଦେଲା, ଶୁଣି ବିଜୟ କୋପ କଲା। ବୋଇଲା ମୋର ନାହିଁ ଦୋଷ, ନ ବୁଝି କିମ୍ପା କଲୁ ରୋଷ। ସାପ ଯେ ଦେଇ ମୂର୍ଖ ପଣେ, ଉପ୍ରୋଧ ଛାଡ଼ି ଅକାରଣେ। ଏଣୁ ତୁ ଗଜ ମୂର୍ଖ ହୁଅ, ଘୋର ଅରଣ୍ୟ ମଧ୍ୟେ ଥାଅ। ଏମନ୍ତ ସାପ ଅନେ ଅନେ, ଦେଇ କାତର ବେନି ଜନେ। ଧର୍ମ ସୁମରି ମନେ ଦୁଃଖ, ବୋଲନ୍ତି ଶୁଣ ପଦ୍ମ ମୁଖ। ଭୋ ପ୍ରଭୁ କରୁଣା ଜଳଧି, ତୋର ସଞ୍ଚିଲା ସର୍ବବିଧି। ସକଳ ଜୀବ ତୋର ବାସ, ତୁ ପ୍ରଭୁ ପରମ ପୁରୁଷ। ପରମ ଆତ୍ମା ରୂପେ ଥାଉ, ଜୀବକୁ ଜଗତେ ଭ୍ରମାଉ। ଜଗତ ତୋର ମାୟା ବଳେ, ସକଟ ଚଳ ପ୍ରାୟ ତଳେ। ଏଣୁ ଏ ଦୁର୍ଜୟ ଜଗତ, କାହାର ନୁହଁ ଆୟତ। ତୁ ନାଥ ଜଗତ ଈଶ୍ୱର, ପ୍ରାଣୀଙ୍କ ଦୃଷ୍ଟି ଗୋଚର। ଯାହା କରିବୁ ତୋର ଇଚ୍ଛା, କେ ପାଇ ପାରେ ମନ ବାଞ୍ଛା। ପ୍ରାଣୀ ଯେ ସଦା ସୁଖ ଅର୍ଥେ, ପଡ଼ନ୍ତି ଘୋର ତମ ପଥେ। ଆତଙ୍ଗେ ତୋ ନାମ ସୁମରି, ପୁଣି ଦୁଷ୍ଟରୁ ଯାନ୍ତି ତରି। ଆମ୍ଭେ ସୋଦର ବେନି ଭାଇ, ଅର୍ଥ ମଦରେ ହେଲୁ ବାଇ। ସାପ ବିହିଲୁ ଏକେ ଏକେ, ଏବେ ମରୁଛୁ ଗୁରୁ ଶୋକେ। ଆତଙ୍କେ ତୋ ନାମ ସୁମରୁ, ତୁ ନାଥ ଉଦ୍ଧର ଦୁଷ୍ଟରୁ। ଭକତ ଜନଙ୍କ ସୋଦର, ଭୋ ଅନ୍ତର୍ଯ୍ୟାମୀ କୃପା କର। ଏମନ୍ତ ବୋଲିବେନି ଭାଇ, ହରି ଚରଣେ ମନ ଦେଇ। ତାର ଆତଙ୍ଗ ମନ ଜାଣି, ଅଶେଷ ଲୋକ ଚିନ୍ତାମଣି। ବେନି ଭାଇଙ୍କ ମଧ୍ୟେ ଆସି, ପ୍ରବେଶ ହେଲେ ବ୍ରହ୍ମ ରାଶି।
ଅପୂର୍ବ ଶୋଭା ଦିବ୍ୟ କାନ୍ତି, ଦେଖି ଆନନ୍ଦ ବେନି ଜ୍ୟୋତି। ଜୟ ବିଜୟ ବେନି ଭାଇ, ଭୂମିରେ ପାଏ ପଡ଼ି ଶୋଇ। ତୁରିତେ ଉଠି ଯୋଡ଼ି କର, ବୋଲନ୍ତି ତ୍ରାହି ଚକ୍ରଧର। ତ୍ରାହି ଜଗତ ନାଥ ତ୍ରାହି, ତୋ ବିନା ଅନ୍ୟ ଗତି ନାହିଁ। ଆମ ଦୁର୍ବୁଦ୍ଧି କର୍ମ ଦୋଷ, ତବ ଦର୍ଶନେ ହେଉ ନାଶ। ଅଧିକ କି କହିବୁ ସ୍ୱାମୀ, ତୋ ନାଥ ସ୍ୱୟଂ ଅନ୍ତର୍ଯ୍ୟାମୀ। ଆମ୍ଭର ଅନ୍ତର୍ଗତ ଦୁଃଖ, ଜାଣିବି ନାଶ ପଦ୍ମମୁଖ। ଭକ୍ତି ବଚନେ ଲକ୍ଷ୍ମୀ ସାଇ, ବୋଲନ୍ତି ଶୁଣ ବେନି ଭାଇ। ତୁମ୍ଭେ ଯେ ଆମ୍ଭର ଭକତ, ନାମ ଆମ୍ଭର ଭକ୍ତ ହିତ। ଯେ ମୋର ଭକତ ବଚନ, ମୁଁ ତାହା ନ କରଇ ଆନ। ତେଣୁ ତୁମ୍ଭର ସାପ ଯୋଗ, ଅବଶ୍ୟ ଅଙ୍ଗେ ହେବ ଭୋଗ। ଗଜ କୁମ୍ଭୀର ରୂପ ହୋଇ, ଜଳସ୍ଥଳରେ ବେନି ଭାଇ। ଉଭୟ ଭେଟ ପରିଜନ୍ତେ, ସମୟ ଯାଉ ଏହି ମତେ। ଯୋଗେ କୁଞ୍ଜର ଜଳ ପାନେ, ଗଣ୍ଡୁକି ତୀରେ ଏକ ଦିନେ। ତୁଷାତେ ପିଉଥିବ ପାଣି, ସେ ଜଳେ ଥାଇ ଗ୍ରାହମଣି। ଗଜକୁ ଧରିବ ତୁରିତେ, ସେ ଗଜ ସୁମରିବ ମୋତେ। ମୁହିଁ ଆସିବି ତାହା ଜାଣି, ଚକ୍ରେ କୁମ୍ଭୀର ମୁଣ୍ଡ ହାଣି। ଗଜ ମୋ ରୂପକୁ ଅନାଇ, ପ୍ରାଣ ଛାଡ଼ିବ ସେଇ ଠାଇଁ। ସେ ଦୁଇ ଆତ୍ମା ତୁମ୍ଭେ ବେନି, ମୁହିଁ ସଙ୍ଗତେ ଯିବି ଘେନି। ତୋର ସ୍ୱରୂପ ମୋର ପୁରେ, ନିଶ୍ଚିନ୍ତେ ରହିଥିବି ଦ୍ୱାରେ। ମୋତେ ଭଜିବ ଯେଉଁ ଜନ, ପ୍ରଥମେ ତବ ଦର୍ଶନ। ତୁମ୍ଭଙ୍କୁ କରିଲେ ଭକତି, ତେବେ ପାଇବ ମୋକ୍ଷ ଗତି। ମୁଁ ଏହା କରିବି ନିଶ୍ଚୟ, ଏଥକୁ ନ କରି ସଂଶୟ। ଏମନ୍ତ କହି ବ୍ରହ୍ମ ରାଶି, ଗଲେ ଗମନ ମାର୍ଗେ ପଶି। ଜୟ ବିଜୟ ବେନି ଭାଇ, ବିଷ୍ଣୁ ଶ୍ରୀମୁଖୁ ଆଜ୍ଞା ପାଇ। କେତେ ହେଁ କାଳ ଅନ୍ତେ ପୁଣି, ଅର୍ଜିଲା କମକୁ ନ ଜାଣି। ଗଜ ସ୍ୱରୂପେ ଜୟ ମୁନି, ରହିଲା ବନେ ଆଶ୍ରା ଘେନି। ବିଜୟ ଗ୍ରାହ ରୂପ ଧରି, ଗଣ୍ଡୁକି ଜଳେ ବାସ କରି। ଏମନ୍ତେ କେତେ କାଳ ଗଲା, ଯେମନ୍ତେ କର୍ମେ ଲେଖା ଥିଲା। ଶ୍ରୀହରି କହିଥିଲେ ଯାହା, ସେହି ପ୍ରକାରେ ଲକ୍ଷ୍ମୀ ନାହା। ଗଜ କୁମ୍ଭୀର ଯୁଦ୍ଧ କାଳେ, ପ୍ରକାଶ ହୋଇ ରବି ତଳେ। ପ୍ରାଣୀ ଆତଙ୍କ ଯହୁଁ ହରି, ତେଣୁ ପ୍ରଭୁଙ୍କ ନାମ ହରି। ଗଜ ଆତଙ୍କ ମନ ଜାଣି, ଚକ୍ରେ କୁମ୍ଭୀର ମୁଣ୍ଡ ହାଣି। ବେନି ଜନଙ୍କୁ ମୁକ୍ତି ଦେଲେ, ସେ ସ୍ଥାନେ ହରି କ୍ଷେତ୍ର କଲେ। ଗଜ କୁମ୍ଭୀର ଯେ ନିସ୍ତାରି, ବୈକୁଣ୍ଠପୁରେ ଗଲେ ହରି। ଜୟ ବିଜୟ ତାଙ୍କ ନାମ, ବୈକୁଣ୍ଠ ଗୁଣେ ନାହିଁ ସମ। ତାଙ୍କ ଚରିତ ଯେବା ଶୁଣି, ସେ ଅନ୍ତେ ପରଲୋକ ଜିଣି। ଗୋବିନ୍ଦ ମନ୍ଦିରେ ବସନ୍ତି, କୈବଲ୍ୟ ଭୋଗ ଭୁଞ୍ଜୁଥାନ୍ତି। ଶୁଣ ହେ ବିପ୍ର ଧର୍ମଦତ୍ତ,
विष्णु आज्ञा ही वाक्य सत पुणी कहन्ति विष्णु गण हे विप्र दृढ़ मने शुण तु निश्चय जीवु विष्णुपुर एबे आंभर बोल कर क्षितिरे थिबु जेते दिन आनंद करुथिबु मन धर्मरे करुथिबु आश्रा उपेक्षी काम क्रोध हिंसा जंतुरे थिब दया भाव जीवटी स्वयं वासुदेव तुलाम कर मे सतीनी ब्रह्मचर्य दीक्षा घेनी प्रातः स्नान दिने दिने संतोष हविष्य भोजने आवर व्रत एकादशी गोविप्र तिथि तुलसी एहांक पूजा धर्म करी प्राणी तरंती भव बारी एणे करे तत्व जे ज्ञान विष्णु लोकरे जेबे मन एमंत कही दूत बेनी संगते कलह को घेनी आरोही सुवर्ण विमान गले से वैकुंठ भुवन सुज्ञान पाई धर्म दत्त निज आश्रमे उपगत ए प्रश्न पृथुराजागे नारद मुनि अनुरागे बोलन्ति शुण महीपति एते लक्षण विष्णु भक्ति कार्तिक व्रत मूल करी सेबिले भव जलु तरी बिना कार्तिक नाराधि केबे हे धर्म नहे सिद्धि कार्तिक हिने जेते व्रत से सबु मंत्र जल स्रोत तेंडीरे बहु थाए नीर रखिले सुखी जाई धार से रूपे सर्वधर्म विधि साधिले हेउ थाई सिद्धि कार्तिक धर्म नहे क्षय सर्वदा सुर नदी प्राय विधि प्रकार बेल कले नर्मदा बहु थाई तुले से सुधा धारा पुण्यमय आत्मा से जड़े हंस प्राय केवे हे न पड़ई दुखे आनंदे विहरई सुखे तेणु ए कार्तिक चरित शास्त्र पुराण किबा गीत शुणिले मनरे संतोष विनाशे अशेष कलुष मुक्ति भले अंत काले कार्तिक व्रत धर्म फले इसिते जिणे जम सीमा एमंते कार्तिक महिमा अबोध महादेव दास एछार कहिबा ताकिस बुद्ध जनक अनुरागे पुराण अर्थे गीत जोगे संसारे कली परकाश सुजने शुणी हुओ तोष इति श्री पद्मपुराणे उत्तरखंडे कार्तिक महात्म्ये जय विजय चरित कथने नाम 20 अध्याय। 21 अध्याय। पृथुर्वाच नारद वाक्य कने शुणी से पृथुराज नृपमणि बोलन्ति शुण मुनि बर तुम्भे कहिल धर्म सार कार्तिक व्रत धर्म बळे आउ कि अछि रवि तळे से कथा जानिथिले कह जगत जन दुख दह मुनि बोलन्ति धर्म अछि कार्तिक व्रत फल भक्षी। नारद वाच कृष्ण कृष्ण तनु साक्षादे केवण महेश्वरी
तत्संग महाप्रभावांश्च नालम्बच्छु चतुर्मुखः तथापि ततं तत्पतिं कीर्तयिष्यामि तं शृणु। से कथा शुण महारथ से कृष्ण बेणी नामे तीर्थ से पुण्य तीर्थ आदि मासे रोहिणी प्रथम दिवसे जे स्नान करे एक बेले कृष्ण सुमरी प्रात काले सकल पाप क्षय जाई कार्तिक कृत्य फल पाई अन्ते लभई विष्णुपुर जावत रवि निशाकर तावत आउ विष्णु आळे से कृष्णा बेणी तीर्थ जले एमंत नारद वचन शुणी संतोष पृथु मन पुणी पुछई नर नाहा भोमुनि मते कहताहा एमंत पुण्य तीर्थ जेहु पूर्वे से उपजिला काहू से कथा कह महाजती दुर्लभ तीर्थ पुण्य रीति शुण राजन सावधाने से सत्य जुग पूर्व दिने ब्रह्मा जे यज्ञ कर्म कृत्ये गोविंद शंकर सहिते सकल सुर मुनि तुले कन्या गिरी शिखे गले पवित्र स्थाने रही सर्वे जे यज्ञ विधि कृत्य पूर्वे सर्वे जानन्ति वेद वर भियाई बहुत संभार भृगु को आचार्य वरणे विधाता बरिले आपणे विष्णु प्रीति रे करी बांछा यज्ञ संकल्पे करे इच्छा ब्रह्मा को चाहि नारायण बोलंती आंभ वाक्य शुण जे तुम ज्येष्ठ पत्नी सुरा तार नंदिनी नाम क्षीरा से जे आंभर प्रियवती सकल गुणे सरस्वती जे तांको माता तुम्भ नारी विशेष ज्येष्ठ नाम धरी तांको सुमरी यज्ञ स्थाने संकल्प कर आवाहने ए वाक्य शुणी भृगु मुनि बोलंती काल कृत्य घेनी हे सभाजने तुम्भे शुण ब्रह्मांक पत्नी तीनि जण सुरा सावित्री गायत्री ए तीनि ब्रह्मांकर नारी सुरा जे साय काल रूपी सावित्री मध्य काल व्यापी प्रभात काले गायत्री ए तीनि ब्रह्मांकर नारी एथकु काल वर्तमाने विचार कर सावधाने प्रथमे सुमरिले संध्या यज्ञ आरंभे हेब धंदा एथकु मोर बोल कर यज्ञ गायत्री नाम धर से प्रातः काले दिन आदि संकल्पे सुमरिब जदि यज्ञ होइब विधि मते जावत कर्म यथा कृते ए वाक्य भृगु मुख शुणी निश्चय कथा बोली जानी सकल मुनि सन मते विधाता सुमरिले चित्ते गायत्री नाम सुमरणे आसी मिलिले तत्क्षणे ब्रह्मांक दक्षिण पारुषे से देवी मिलिले हरसे ताहांकु घेनी वेदपति
ଯଜ୍ଞରେ ସଂକଳ୍ପ କରନ୍ତି। ଏମନ୍ତ ବୋଲେ ଦେବୀ ସୁରା, ମନେ ଉତ୍ସୁକ ମହାତୋରା। ସନ୍ନିଧି ମିଳିଗଲେ ଆସି, କହନ୍ତି ସଭା ସମଦର୍ଶୀ। ତୁମ୍ଭେ ସକଳ କଥା ଜାଣ, ମୋ ବାଣୀ ସମସ୍ତେ ଶୁଣ। ତୁମ୍ଭର ସଞ୍ଚିଲା ଜଗତ, ଯଜ୍ଞରେ ଯେତେ ବିଧି ମତ। ଏବେ ଅଧର୍ମ କୃତ୍ୟ କଲ, ଜ୍ୟେଷ୍ଠଙ୍କୁ ଯଜ୍ଞେ ନ ବରିଲ। ଅପୂଜ୍ୟ ଜନେ କରି ପୂଜା, ବିବେକ ପଣ କଲ ତେଜା। ଯେ ଦେଶେ ମନ୍ତ ବିଚାର, ଲଘୁତ୍ୱ ଜନେ ସୁପକାର। ସେ ଦେଶେ ନିଶ୍ଚୟ ଧର୍ମ ହାନି, ଦୁର୍ଭିକ୍ଷ ମୃତ୍ୟୁ ଭୟ ତିନି। ଅବଶ୍ୟ ଉପଜଇ ଏତେ, ଅକୀର୍ତ୍ତି ଶୁଭଇ ଜଗତେ। ତୁମ୍ଭେ କି ନ ଜାଣ ଏ କଥା, ନିଶ୍ଚୟ ଆଶାରେ କଲ ବୃଥା। ଏଠାରେ ଅଛ ଯେତେ ଲୋକ, ଜଡ଼ର ପ୍ରାୟ ଅବିବେକ। ମୁଁ ଜ୍ୟେଷ୍ଠ ବ୍ରହ୍ମାଙ୍କ ଘରଣୀ, ସେ ମୋର ସାନ ସପତଣୀ। ତାହାଙ୍କୁ ପତି ସଙ୍ଗେ ବରି, ଯଜ୍ଞ ଆରମ୍ଭ ଛ କରି। ଏଣୁ ଅଚେତ ସର୍ବଜନ, ମୋର ସାପକୁ ଯଜ୍ଞମାନ। ବ୍ରହ୍ମା ସହିତେ ସୁର ମୁନି, ସମସ୍ତେ ମୋର ସାପ ଘେନି। ନଦୀ ସ୍ୱରୂପେ ଅଷ୍ଟ ଦିଗେ, ଏଠାରୁ ରହିଯାଅ ବେଗେ। ସୁରାବଚନେ କୋପ କରି, କ୍ରୋଧେ ବୋଲନ୍ତି ଗାୟତ୍ରୀ। ତୋର ଗୃହସ୍ଥ ଏକା ବିହି, ମୁଁ ତ ନହିଲି କିଛି କାହିଁ। ତହିଁକି କଲୁ ଏଡ଼େ କୋପ, ଏକୁ ଅନେକ ଦେଲୁ ସାପ। ଏ ଦୋଷେ ତୁହି ହୁଅ ନଦୀ, ଧର୍ମ ପୁରାଣ ସତ୍ୟ ଯଦି। ଏମନ୍ତେ ଅନ୍ୟେ ଅନ୍ୟେ ସାପେ, ସର୍ବେ ତ କ୍ଷଣେ ନଦୀ ରୂପେ। ପର୍ବତେ ନ ପାରିଲେ ରହି, ଅଷ୍ଟ ଦିଗକୁ ଗଲେ ବହି। କହନ୍ତି ମୁନିଙ୍କ ଉତ୍ତମ, ଶୁଣ ହେ ନଦୀଙ୍କର ନାମ। ଯେ ହରି ହର ଏକ ଦେହି, ସେ କୃଷ୍ଣ ବେଣୀ ନାମ ହୋଇ। ପଶ୍ଚିମ ସମୁଦ୍ରକୁ ଗମେ, ବ୍ରହ୍ମା ଯେ କୁକୁଦିନୀ ନାମେ। ପୂର୍ବ ଦିଗକୁ ବିଜେ କର, ବେନି ପାରୁ ସେ ବେନି ନୀର। ଉତ୍ତର ଦିଗେ ସରସ୍ୱତୀ, ଦକ୍ଷିଣେ ବହିଲେ ଗୋମତୀ। ସେ ସୁରା ସରସ୍ୱତୀ ନାମ, ଗାୟତ୍ରୀ ଗୋମତୀ ଉତ୍ତମ। ଆବର ଯେତେ ସୁର ଗଣେ, ନଦୀ ସ୍ୱରୂପ ଜଣେ ଜଣେ। ରହିଲେ ଜଳ ରୂପ ଧରି, କହିବା କେତେ ତା ବିଚାରି। ସହସ୍ର ସଂଖ୍ୟା ଜଳ ପଥ, ଯେ କୃଷ୍ଣା ବେଣୀ ନାମ ତୀର୍ଥ। ତହିଁ ଯେ ସ୍ନାନ କରେ ଯାଇ, ସେ କୋଟି ଦାନ ଫଳ ପାଇ। କାର୍ତ୍ତିକେ ପ୍ରାତ ସ୍ନାନ କଲେ, କାର୍ତ୍ତିକ ଧର୍ମ ପାଇ ଭଲେ। ଆବର ଯେତେ ତୀର୍ଥ ତହିଁ, ଅନ୍ୟର ଫଳ କେହି ନାହିଁ। ଯେ ଶୁଣେ କୃଷ୍ଣା ବେଣୀ କଥା, ତାର ହରଇ ସର୍ବବ୍ୟଥା। ଅନ୍ତେ ଲଭଇ ବିଷ୍ଣୁ ଦାସ, ଭଣଇ ମହାଦେବ ଦାସ। इति श्री पद्मपुराणे उत्तरखंडे कार्तिक महात्म्ये कृष्णवेणी चरित कथने नाम 21 अध्याय। 22 अध्याय। नारद उवाच इति तद्वचनं श्रुत्वा पृथुः विस्मितमानसः सम्पूज्य नारदं भक्त्या विसर्जन तदा प्रिये।
ଏମନ୍ତେ ନାରଦଙ୍କ ବାଣୀ ସେ ପୃଥୁ ରାଜା କର୍ଣ୍ଣେ ଶୁଣି ବିଚାରି ଧର୍ମ ଉପଦେଶ ନୃପତି ହୋଇଲା ସନ୍ତୋଷ। ନାରଦ ବାକ୍ୟ ମନେ କରି ସଂସାରେ ଧର୍ମ ଭବେ କରି ଜ୍ଞାନ ପାଇଲେ କେ କେ ମୁନି ଯେ ଗଲେ ବ୍ରହ୍ମଲୋକେ। ସେମାନେ ବଚନେ ଅମୃତ ସଂସାରେ ହୋଇଲା ବିଖ୍ୟାତ। ଯେ ତାହା ଶ୍ରୁତି ପଥେ ଶୁଣି କିଏ ବା ସୁଜନେ ବଖାଣି। ଯେ ଜନ ଶ୍ରଦ୍ଧା ଯୁକ୍ତେ ପୁଛେ ସେ ସର୍ବ ମୁକ୍ତି ପଥ ଗଛେ। ଏମନ୍ତ କୃଷ୍ଣ ମୁଖ ଶୁଣି ପୁଣି ପୁଛନ୍ତି ଠାକୁରାଣୀ। ମୋର ସଂଶୟ ଦୂର କର ଭୋ ପ୍ରଭୁ କରୁଣା ସାଗର। କଳହ ନାମେ ଯେଉଁ ନାରୀ ସେ ସ୍ୱାମୀ ଦ୍ରୋହ ପାପ କରି ବନେ ପିଶାଚି ହୋଇଥିଲା। ବିପ୍ର ତାହାକୁ ଧର୍ମ ଦେଲା ସେ ଧର୍ମେ ହୋଇଲା ମୁକତ। ଏଥକୁ ପୁଛ ଇଏ ମନ୍ତ ଯେ ବଣ ସ୍ତ୍ରୀ ମୂର୍ଖ ପଣେ ନ ସେବେ ସ୍ୱାମୀର ଚରଣେ। ଉତ୍ତମ କଥା ନ ଶୁଣାଇ ଧର୍ମକେ ତାହା ନ ଜାଣଇ। କେହି ନ ଦେବେ ତାକୁ ଧର୍ମ ଏମନ୍ତ ହେବ ଯାର କର୍ମ। ତାହାକୁ ଅଛି ଯେଉଁ ଗତି ବିଚାରି କହ ଜଗଜ୍ୟୋତି। କୃଷ୍ଣ ବୋଲନ୍ତି ପ୍ରିୟେ ଶୁଣ ସଂସାର ବିଧାତା ଭିଆଣ। ଜ୍ଞାନ ଅଜ୍ଞାନ ଦୁଇ ମତେ ଅଶେଷ ଅଛନ୍ତି ଜଗତେ। ତାହାଙ୍କ ପାପ ପୁଣ୍ୟ ଫଳ ଦିନକୁ ଦିନ କରି ଠୁଳ। ବିଧାତା ହେଉଅଛି ବାଣ୍ଟି ଯାହାକୁ ଯାହା କର୍ମେ ଘଟି। ତାହା କରିବା ବିଧି ମତେ ହେ ପ୍ରିୟେ ଶୁଣ ଏକ ଚିତେ। ସଂସାର ଚାରି ଧର୍ମ ସାର ସେ ଯେ ଅତ୍ୟନ୍ତ ପ୍ରିୟ ମୋର। ବୃକ୍ଷଙ୍କ ମଧ୍ୟରେ ତୁଳସୀ ତିଥିରେ ବ୍ରତ ଏକାଦଶୀ। କ୍ଷେତ୍ର ଦ୍ୱାରକା ପୁର ସ୍ଥାନ ମାସେ କାର୍ତ୍ତିକ ଦିବ୍ୟମାନ। କାର୍ତ୍ତିକ ବ୍ରତ ମନେ ଧରି ଯେ ମତେ ସେବେ ମୂଳ କରି। ତାର ଦୁର୍ଗତି ଦୂରେ ଯାଇ ଏକେ ସେ ଅନ୍ତେ ମତେ ପାଇ। ଯେ ପୁଣ ଥାଇ ତାର ସଙ୍ଗେ ପାପ ନ ରହେ ତାର ଅଙ୍ଗେ। ସେହି ଲଭଇ ମୋକ୍ଷ ଗତି ଏଥି ଉତ୍ତାରୁ ଶୁଣ ସତୀ। ଯେ ଜନ ହେବ ଦଣ୍ଡଧାରୀ ଯେ ଲୋକ ଗ୍ରାମେ ଅଧିକାରୀ। ଯେ ପ୍ରାଣୀ କୁଳର ନାୟକ ଏ ତିନି ମଧ୍ୟେ ଯେତେ ଲୋକ। ଅର୍ଜନ୍ତି ପାପ ପୁଣ୍ୟ କର୍ମେ ସେ ଷଡ଼ ଭାଗ ହୋଇ ଗମେ। କର୍ତ୍ତା ଲଭଇ ପାଞ୍ଚ ଭାଗ ଅଧିକାରୀର ଅଂଶ ଭୋଗ। ଭୋଜନ ପରସିବା ଠାରେ ଯେ ପରାପର ମନେ ଧରେ। ଆପଣା ସ୍ନେହ ଅନୁସରି ପରସେ ଅନ୍ନ କ୍ଷୁଦ୍ର କରି। ସେ ଲୋକ ଯେତେ ପାପ ଥାଇ ତିନି ଭାଗରୁ ଅଂଶେ ପାଇ। ଯେ ପାପ ପୁଣ୍ୟ କହିବାରେ ବୁଦ୍ଧିଦାୟକ ହୋଇ ତାରେ। କିଏ ବା କରେ ଉଦଯୋଗ ସେ ପ୍ରାଣୀ ଲଭେ ସମଭାଗ। ଯେ ଜନ ପର ନିନ୍ଦା କରେ ପଶୁର ବଚନ ଧିକାରେ। ସେ ତିନି ଅଂଶ ପାପ ଯାଇ ଯେ ଯାହା ସଙ୍ଗେ ସଙ୍ଗ ହୋଇ। ଉଭୟ ପାପ ପୁଣ୍ୟ ଯେତେ ଚତୁର୍ଥ ଅଂଶ ଲଭେ ନିତ୍ୟ। ଯେ ଜନ ମହାପାପୀ କହି
सुवर्ण चोर गुरुद्रोही ब्रह्म हत्यादि कृत घन ए चारि लोक संग जन पांच हे सम महापापी चतुर्थ अंशियान रूपी जे बळे पर द्रव्य हरे किय बापे चोरी करे दाम्भिक पणे धर्म करे अधर्म अर्थी अर्थ हरे अर्थीर पाप जेते थाई दाम्भिक देहे बसे जाई गृहिणी पुत्र शिष्य भृत्य ए चारि जन लोक मत सुचिते सेवा अनुक्रमे कारिणी हंती प्रभु धर्मे जीवहरण करे जेहु उभय पापे कृता सेहु गृहस्थ धर्म जेबे करी किय बा पाप हि आचरी कुटुंब जनक पोछिब प्रभु भक्त को पचारिब जुवती पाप पुण्य बेनी षड अंशरे स्वामी धेनी सेवक कर्म एहि रूपे सामंत हृदय गदे व्यापे जेवण जनरण करी सुझी न पारी जाए मरी से धर्म अर्जी थाई जेते साधुता द्रव्य अनुगते खातक तहु धर्म पाई जमकरणे बुझी देई द्रव्य समाने पाप पाई खातक नरके पड़ी थाई जे कष्ट अर्थे मारी द्रव्य आणी ग्राहस्थ्य करे सर्व धाताल भई जेबा धर्म जेबे ता थाई पाप कर्म ग्राह्य अंगरे बसे जाई कहंती प्रभु भाव ग्राही एमंत पाप पुण्य जेते संसारे हेउ थाई नित्य एक आर एक कर्म मेंटी विधाता देई अछि बांटी केवल कला कर्म सार आपणे देले पाई पार जेबे लभिब पुण्य जस विकले आत्मा कले नाश एहि प्रकारे पाप पुण्य घेनि संसारे जन माने आरोही कर्ममय रथे स्वर्ग नरक बेनि पथे साधु असाधु संग फळे रत आरत काले काले प्राणी हुअन्ति आत जात कहन्ति वसुदेव सुत केवल संसार सागरे सुजने संगे थिले तरे भणई महादेव दास सुजन जनरे विश्वास। इति श्री पद्मपुराणे उत्तरखंडे कार्तिक महात्म्ये संगरुण कर्म कथने नाम द्वाविंश अध्याय। त्रयोविंश अध्याय। श्री भगवान उवाच कार्तिक व्रत संसर्ग प्राप्तिष्ठ्यस्यापि मोक्षणम् भक्तुं धनेश्वर कथां प्रस्तौति भगवान शुभम्। कहन्ति सर्वलोकेश्वर हे प्रिय शुण धर्म सार सुजन संगे मेल होई थिले उत्तम गति पाई से कथा कहिबा प्रस्तावे अवंती नगर मध्य पूर्वे ब्राह्मण नामे धनेश्वर बाळुत काळु दुराचार विद्या न पढ़े दृढ़ मते असाधु बालक संगते नित्य बोलई नग्रांतरे पिंपी बाटोली धरी करे वृक्षर तल अनुसरी
ନିତ୍ୟ ପକ୍ଷୀଙ୍କ ପ୍ରାଣ ହରି କାହାକୁ ବନ୍ଦୀ କରି ପୋଷି ତା ଅର୍ଥେ କ୍ଷୁଦ୍ର ଜୀବନାଶୀ ଦ୍ୟୁତ ପାରିଧି ନଟ କୃତ୍ୟେ ଦିନ ହରଇ ଏହି ମତେ ଶ୍ୱାନ ଭୋଜନ କାର୍ଯ୍ୟ ସୂଚି ଏମନ୍ତେ ବାଲ୍ୟକାଳୁ ବଞ୍ଚି ଯୁବା ସମୟେ ମହାବଳୀ ସୁଜନ ସଙ୍ଗେ ନିତ୍ୟ କଳି ଅସାଧୁ ଲୋକ ସଙ୍ଗେ ପ୍ରୀତି ନିନ୍ଦା କରଇ ଧର୍ମ କୀର୍ତ୍ତି କୁଟୁମ୍ବ ପୋଷଣ ନିମନ୍ତେ ବାଣିଜ୍ୟ ବୃତ୍ତି କରେ ନିତ୍ୟ ଯାବତ ଦ୍ରବ୍ୟ କିଣି ରଖି ପୁଣି ବିକଇ ଲବ୍ଧ ଦେଖି ଯାବତର ସରୁଢ଼ ଗୁଣ କାଷ୍ଠ ଅଙ୍ଗାର ଆଦି ତୃଣ ଦାରୁଗନ୍ଧକ ଲାଖ ଲୁହା ବଳଦ ପୃଷ୍ଠେ ଭଡ଼ା ବୁହା ଚର୍ମ ପାଦୁକା ଆଦି କିଣି ଆମିଷ ମୁଣ୍ଡେ ବୋହି ଆଣି ଗୋମେଷ ଛାଗଳ ସହିତେ କିଣି ଚଳଇ ନିତ୍ୟ ନିତ୍ୟ ଗୋପତେ ହରେ ପରବିତ ଧନ ଲୋଭରେ ଖେଳେ ଜୁତ ନିରତେ ପର ଦ୍ରବ୍ୟ ରସି ଦୁର୍ଜନ ରଖି ମିଥ୍ୟା ଭାଷୀ ଅତି କୃପଣ ମତି ଧରେ ଦେଲେ ଦିଅଇ ବେଶ୍ୟା ଘରେ ଏମନ୍ତ କେତେ କାଳ ଅନ୍ତେ ବ୍ରାହ୍ମଣ ବାଣିଜ୍ୟ ନିମନ୍ତେ ଦ୍ରବ୍ୟ ବଳଦ ପୃଷ୍ଠେ କଲା ଅନ୍ୟ ଦେଶକୁ ଚଳିଗଲା ଜେନଗ୍ର ମହାସତୀ ନାମ ବେନି ଯୋଜନ ସେହି ଗ୍ରାମ ସେ ଦେଶ ସମୁଦ୍ର ଉତ୍ତରେ ନର୍ମଦା ନାମେ ନଦୀ ତୀରେ ନିର୍ମଳ ସ୍ୱାଦ ଶୀତ ପାଣି ସ୍ନାନେ ସକଳ ଶୁଭଦାନୀ ସେ ପୁଣ୍ୟ ନଦୀ ବେନି ତୀରେ ବହୁତ ଦେଶୁ ଦ୍ୱିଜବରେ ପବିତ୍ର ଜଳ ଆଣି ଆସି କାର୍ତ୍ତିକ ବ୍ରତ ଉପଦେଶୀ ସଂକଳ୍ପ କରି ସେହି ଦିନେ ତହିଁ ଅଛନ୍ତି ସାଧୁ ଜନେ ତାହାଙ୍କୁ ଦେଖି ଧନେଶ୍ୱର ମନରେ କରଇ ବିଚାର ମୁହିଁ ଏହାଙ୍କ ପାଶେ ରହି ଦ୍ରବ୍ୟ ବିକିବି ଯହିଁ ତହିଁ ଏମନ୍ତ ବିଚାରି ମନରେ ଆଶ୍ରମ କଲା ନଦୀ ତୀରେ ଗ୍ରାମ ଗୋଷ୍ଠେ ନିଜ ବାସ ସମର୍ଥ ଗୋପାଳଙ୍କ ପାଶ ବିପ୍ରଙ୍କ ମଧ୍ୟେ ଗୃହରତି ସୌଦା ଦ୍ରବ୍ୟ ତହିଁ ସଞ୍ଚି ନିତ୍ୟ କରଇ ବିକା କିଣା ଲବ୍ଧ ପାଇ ସେ ଯେ ପୁରୁଣା ବିପ୍ରଙ୍କ ନିତ୍ୟଚାର ଦେଖି ଆନନ୍ଦେ ହେଉଥାଏ ସୁଖୀ ସେ ଧର୍ମ ଦତ୍ତ ନ ପ୍ରମାଣୀ ଖେଳ କୌତୁକ ପ୍ରାୟ ମଣି ବିପ୍ରଙ୍କ ପ୍ରାତ ସ୍ନାନ ବିଧି ପ୍ରମାଣ ଅଷ୍ଟ କର୍ମ ସିଦ୍ଧି ସନ୍ଧ୍ୟା ତର୍ପଣ ଅବଲୋକ ରେଚକ ପୂରକ କୁମ୍ଭକ ଆସନ ପାଦାସନ ଜପ ନାନା ପ୍ରକାରେ ବିଷ୍ଣୁ ରୂପ ପବିତ୍ର ଆସନେ ବସାଇ ପୂଜଇ ଧୂପ ଦୀପ ଦେଇ ଗନ୍ଧ ଚନ୍ଦନ ପୁଷ୍ପମାଳ ନିବେଶି ନୈବେଦ୍ୟ ଜଳ ତୁଳସୀ ବୃକ୍ଷ ମୂଳେ ସ୍ଥାପି ବିପ୍ରେ ପୂଜନ୍ତି ବିଶ୍ୱରୂପୀ ଏହି ଷୋଡ଼ଶ ଉପଚାର ଦେଖି ଆନନ୍ଦ ଧନେଶ୍ୱର ନିଗମ ଶାସ୍ତ୍ର ଇତିହାସ ନ ବୁଝି ଅର୍ଥ ଉପଦେଶ କେବଳ ସେ ସଂସ୍କୃତ ବାଣୀ ଆନନ୍ଦ ହେଉଥାଏ ଶୁଣି ଆପଣେ ନିତ୍ୟ ପ୍ରାତ କାଳେ ସ୍ନାନ କରଇ ଶୀତ ଜଳେ
ରନ୍ଧନ କରି ଅନ୍ନ ଭୁଞ୍ଜି ବିପ୍ରଙ୍କ କର୍ମ ମନେ ହେଜି ବ୍ୟାପାର ଅର୍ଥେ ବୁଲି ଯାଇ କାର୍ତ୍ତିକ କୃତ୍ୟ ଦେଖୁଥାଇ ଦିନକୁ ଦିନ ଯେତେ ରୀତି କରନ୍ତି ପୁଣ୍ୟ ମାସେ ବ୍ରତୀ ଏମନ୍ତ ମାସକେ ସମ୍ପୂର୍ଣ୍ଣେ କାର୍ତ୍ତିକ ବ୍ରତ ଉଦ୍ଯାପନେ ବହୁତ ଉତ୍ସବ ବ୍ୟବହାରେ ବିଷ୍ଣୁ ପୂଜିଲେ ନଦୀ ତୀରେ କୃଷ୍ଣ ଚରିତ ଗୀତ ଗାଇ ରଜନୀ ଉଜାଗର ହୋଇ ଦୀପ ବସାଇ ଗୁଆ ଘୃତେ ବିବିଧ ବାଦ୍ୟ ନୃତ୍ୟ ଗୀତେ ତୁଳସୀ ବୃକ୍ଷେ ଆରୋହଣେ ପୂଜିଲେ ଲକ୍ଷ୍ମୀ ନାରାୟଣେ ତା ଦେଖି ବିପ୍ର ଧନେଶ୍ୱର ରାତ୍ରେ ହୋଇଲା ଉଜାଗର ପ୍ରଭାତେ ନିତ୍ୟ କର୍ମ ସାରି ଅନ୍ନ ଭୁଞ୍ଜିଲା ସୁସ୍ଥ କରି ଆରେ କଦିନ ଯିବ ଘରେ ଏମନ୍ତ ବିଚାରି ମନରେ ରାତ୍ରେ ଶୟନ କାଳେ ଆସି ବିପ୍ରକୁ କାଳ ସର୍ପ ଦଂଶୀ ସର୍ପ ବିଘାତେ ଧନେଶ୍ୱର ରାଇଲା ତୀର୍ଥବାସୀ ନର କହିଲା ସର୍ପାଘାତେ ମୋତେ ଶୁଣି ବିସ୍ମୟ ସର୍ବଚିତେ ବିଷନାଶନ ବୁଦ୍ଧି କରି କେବେ ହେନ ପାରିଲେ ହରି ସମସ୍ତେ କଲେ ହାହାକାର ପ୍ରାଣ ଛାଡ଼ିଲା ଧନେଶ୍ୱର ତାର ନିକଟେ ଯେତେ ଥିଲେ ପିଣ୍ଡକୁ ଅଗ୍ନିଦାହ କଲେ ଆତ୍ମାକୁ ଧରି ଯମଦୂତେ ନିବନ୍ଧେ ବାନ୍ଧିଲେ ତୁରିତେ ପ୍ରେତ ସ୍ୱରୂପ ପିଣ୍ଡ ଦେଇ ଯାତନା ପଥେ ଘେନି ଯାଇ ଅନେକ ମାଳ ପରିବାଟେ ଯଷ୍ଟି ପାଷାଣେ କଣ୍ଟା ଛାଟେ ଗଳାରେ ଚର୍ମ ଫାସ ଦେଇ ତପ୍ତ ଅଙ୍ଗରେ ଘୋଷାରାଇ ଅନେକ ଦୁଃଖ ତାକୁ ଦେଲେ ଯମଛାମୁରେ ନେଇ ହେଲେ ଚିତ୍ରଗୁପ୍ତ ତାକୁ ଦେଖି ରକତ ବର୍ଣ୍ଣ କରି ଆଖି ବିପ୍ରକୁ ଚାହିଁବେ ନିଜନେ ବହୁତ ଧିକାର ବଚନେ ଅନେକ ଗାଳି ଦେଇ ତାକୁ ଯମ ଯେ ବୋଇଲେ ମନ୍ତ୍ରୀକୁ ଏକରି ଅଛି କି ପାପ ବୁଝି କରିବା ସିନା କୋପ କରଣେ କହିଲେ ଅଦ୍ୟାପି ଏ ବ୍ରହ୍ମ ବ୍ୟାଧି ମହାପାପୀ ହତ୍ୟା ଏ କରିଅଛି ଯେତେ ଆବର ପାପ ନାନା ମତେ କେ ତାହା ସଂକ୍ଷେପି କହିବ ଶତବର ସେ ନ ସରିବ ମନ୍ତ୍ରୀ ବଦନୁ ଏହା ଶୁଣି ସକ୍ରୋଧେ କାଳ ଦଣ୍ଡ ପାଣି ପ୍ରେତ ପରଣକୁ ଅନାଇ ଆଜ୍ଞା ଯେ ଦେଲା ଜନ୍ତୁ ସାଇଁ ବୋଲଇ ଏ ପାପି କିନିୟ ଅଣଉ କ୍ରୋଧେ ଦଣ୍ଡ ଦିଅ ତପ୍ତ ଚିକଣ ଅଭିଷେକେ ନିବେଶ ନେଇ କୁମ୍ଭୀ ପାପେ ଏମନ୍ତ ବାକ୍ୟ ଦୂତେ ଶୁଣି ଧନେଶ୍ୱରକୁ ଧରି ଆଣି ଦଣ୍ଡମଣ୍ଡ ଯେ ଦେଲେ ନେଇ ବିପ୍ର କମ୍ପାଇ ଭୟ ପାଇ କହଇ ମହାଦେବ ଦାସ ଉଦ୍ଧବ ଜଗତ ନିବାସ। इति श्री पद्मपुराणे उत्तरखंडे कार्तिक महात्म्ये धनेश्वर विप्रचरिते नाम त्रयोविंशोऽध्यायः।